ବାବୁସାନଙ୍କ ଆଗାମୀ ଚଳଚ୍ଚିତ୍ରରେ ଅଭିନୟ କରିବେ ତାଙ୍କ କୁନି ପୁଅ ଗୁହାନ। ତ ଆପଣମାନେ ଜାଣିଥିବେ ଆଗାମୀ ଦିନମାନଙ୍କରେ ବା ଆସନ୍ତା ରଜରେ ବାବୁସାନଙ୍କ ଚଳଚ୍ଚିତ୍ର ପାୱାର ରିଲିଜ୍ ହେବାକୁ ଯାଉଛି, ଯାହା ଏକ ସତ୍ୟ ଘଟଣାକୁ ନେଇ ଆଧାରିତ ଚଳଚ୍ଚିତ୍ର ଅଟେ। ବାବୁସାନଙ୍କ ଏହି ଫିଲ୍ମରେ ଅଶୋକ ପତି ଡାଇରେକ୍ସନ୍ ଦେଉଥିଲା ବେଳେ ବାବୁସାନଙ୍କ ସ୍ତ୍ରୀ ହେଉଛନ୍ତି ପ୍ରଡ୍ୟୁସର। ତାହେଲେ ପ୍ରଥମ ଥର ପାଇଁ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଆଉ ବାବୁସାନଙ୍କ ପୁଅ ଏହି ସିନେମା ମାଧ୍ୟମରେ ଓଲିଉଡ୍ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବେ। ବାବୁସାନଙ୍କ ପୁଅ ଓଡ଼ିଆ ଅଭିନେତା ଭାବରେ ଶିଶୁ କଳାକାର ଭାବରେ ଏହି ଚଳଚ୍ଚିତ୍ରରେ ଗୋଟିଏ ଛୋଟ କ୍ୟାରେକ୍ଟରରେ ନଜର ଆସିବା ସହିତ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଏହି ସିନେମାରୁ ନିଜର ପ୍ରଡ୍ୟୁସର ବା ପ୍ରଡ୍ୟୁସିଂ କାମ ଆରମ୍ଭ କରିବେ। ତାହେଲେ ବାବୁସାନ ମହାନ୍ତି ଗତ ଦିନମାନଙ୍କରେ ବହୁତ ସାରା ଓଡ଼ିଆ ସିନେମାରେ ଅଭିନୟ କରିଛନ୍ତି। ସୁନ୍ଦର ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କ ମନକୁ ଜିତିବାରେ ସଫଳ ହୋଇପାରିଛନ୍ତି ବାବୁସାନ। ଗତ ଦିନମାନଙ୍କରେ ବାବୁସାନଙ୍କ ଦମନ ଚଳଚ୍ଚିତ୍ର ସାରା ଓଡ଼ିଶାରେ ହିଟ୍ ହୋଇଥିଲା। ସାରା ଓଡ଼ିଶାର ଲୋକମାନେ ବାବୁସାନଙ୍କ ଏହି ଚଳଚ୍ଚିତ୍ରକୁ ବେଶ ଅଧିକ ଭଲ ପାଇବା ଦେଇଥିଲେ। ପରବର୍ତ୍ତୀ ସମୟରେ ବାବୁସାନଙ୍କ ଚଳଚ୍ଚିତ୍ର ମାଲ୍ୟଗିରି ବି ମଧ୍ୟ ସାରା ଓଡ଼ିଶାର ଲୋକମାନେ ବହୁତ ଭଲ ପାଇଥିଲେ। ତାହେଲେ ଆସନ୍ତା ରଜରେ ବାବୁସାନଙ୍କ ନୂଆ ଚଳଚ୍ଚିତ୍ର ପାୱାର ରିଲିଜ୍ ହେବା ପାଇଁ ଯାଉଛି। ଅଶୋକ ପତିର ଡାଇରେକ୍ସନରେ ଏହି ଚଳଚ୍ଚିତ୍ର ରିଲିଜ୍ ହେବ। ଦୀର୍ଘ ଦିନ ପରେ ବାବୁସାନ ଓ ଅଶୋକ ପତି ଏକାଠି ଗୋଟିଏ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି। ଆପଣମାନେ ଜାଣିଥିବେ ବାବୁସାନ ଓ ଅଶୋକ ପତି ବହୁତ ସାରା ହିଟ୍ ସିନେମା ଗୁଡ଼ିକ ଓଲିଉଡ୍ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି। ତ ସେହିଭଳି ପାୱାର ଚଳଚ୍ଚିତ୍ରଟି ବି ମଧ୍ୟ ହିଟ୍ ସାବ୍ୟସ୍ତ ହେବ ବୋଲି ସମସ୍ତଙ୍କ ଆଶା ରହିଛି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ ବାବୁସାନ କେମିତି ଲାଗନ୍ତି, ତାଙ୍କ ସୁନ୍ଦର ଅଭିନୟ ଆପଣମାନଙ୍କୁ କେମିତି ଲାଗେ, ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ।